श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि बरुथनी एकादशी व्रत। किछि समय हेउ पछे निश्चय शुणिबाकु चेष्टा करंतो। युधिष्ठिर उवाच, कहन्ति राजा युधिष्ठिर, शुण हे प्रभु दामोदर, वैशाख कृष्ण एकादशी, केउ नामरे ताकु भासी, प्रकाश करंतो महिमा, हे कृष्ण मिनति घेनिमा। श्रीकृष्ण उवाच, कृष्ण कहन्ति पण्डुसुत, शुण कहिबा लोकहित, वैशाख कृष्ण एकादशी, नामरे बरुथिनी भासी, सौभाग्य दुई लोके किए, सौख्य सर्वदा उपजाए, सौभाग्य प्राप्ति पाप हानि, करई एहि बरुथिनी, दुर्भागा जेउ व्रत करी, सौभाग्य पाए मनसरी, समस्त लोक मानकर, दाढ़ ए भक्तिर मुक्तिर, समस्त पातक नाशन्ति, गर्भवासको निकृतन्ति, ए बरुथिनी व्रत करी, मान्धाता गला स्वर्गपुरी, निकृत्स धुंदु मार आदि, केते कहिबा नृपभेदी, जेउ व्रत को करी दक्ष, ब्ररु कपाळु हेला मोक्ष, 10 सहस्र संवत्सर, तपस्या करे जेउ नर, ए जेउ बरुथिनी करे, दोहिंकु तुल्य फल मिले, श्रद्धारे बरुथिनी बरी, दुई लोकरे बांछा पुरी, हे महाराजा बरुथिनी, महापातक विनाशिनी, से दिए भक्ति मुक्ति दुई, पापिंकी पवित्र करई, असदानरु गजदान, अधिक जान हे राजन, तिलदानरु स्वर्णदान, स्वर्णदानरु अन्नदान, कन्या नुहई साधारण, से कुल स्थितिर कारण, तत्समधेनु दान कही, जे यज्ञ साधन हुई, उक्त हेले जेते दान, एथु अधिक विद्यादान, ए जे जीव आत्मा ज्ञान हेतु, जेणे कृतार्थ होए जंतु, करिए सबु दान मान, अर्जई जेउ फल जन, से फल बरुथिनी व्रत, दियंती जनंकु नियत, जे कन्या बिक्री वृत्ति करे, से पड़े घोर नरकरे, अग्राह्य कन्या धन जान, पुण्यरे कन्या दान गण, कन्या को अलंकृत करी, जे विप्रपात्र अनुसरी, ता पुण्य चित्र गुप्त हेले, कही पारिब नाही भले, कन्यादानर समफल, प्राय
ସେ ଜାଣେ ନରପାଳ। ଯେ କରେ ବରୁଥିନି ବ୍ରତ ବୈଶାଖ ମାସରେ ବିଦିତ। ମାଂସ ମଧୁର ମଧୁଶାଳ ପଲାନ କୋଦ୍ର ବ୍ୟଚଣକ। ପୂର୍ଣ୍ଣ ଭୋଜନ କାଂସ୍ୟ ପାତ୍ର ସ୍ତ୍ରୀ ସଙ୍ଗ ଯିବା ଅପବିତ୍ର। ଏ ଦଶ ଯତ୍ନେ ଦଶମୀରେ ବୈଷ୍ଣବ ବ୍ରତ ଦୂର କରେ। ପୈଶୁନ ପରେ ଅପମାନ ତୁମୂଳ ଯେ ଦନ୍ତ ଧାବନ। କ୍ରୀଡ଼ା ଯେ ନିଦ୍ରା ଦ୍ୟୁତ ହିଂସା ଶ୍ରେୟ କାମାଦି ମିଥ୍ୟା ଭାଷା। ଏକାଦଶୀରେ 11 ବ୍ରତର ନୁହଁ ଆଚାର। ଯେ ପୁଣ୍ୟ ଭୋଜନ ମୈଥୁନ ପିଷ୍ଟ ପ୍ରେକ୍ଷତି ମସୁମନ। ଏମାନ ଦ୍ୱାଦଶରେ ଛାଡ଼ି ବ୍ରତର ଫଳ ଯେବେ ଲୋଡ଼ି। ବିଧିରେ ବରୁଥିନି କର ରାତ୍ରରେ ହୋଇ ଉଜାଗର। ଜାଗର ଦେବ ଯେଉଁ ବ୍ରତୀ ପାଳଇ ମଧୁ ଧ୍ୱଂସୀ ମୂର୍ତ୍ତି। ସେ ସର୍ବ ପାପୁ ମୁକ୍ତ ହୋଇ ପରମ ଗତି କୁଲ ଭଇ। ତେଣୁ ଯତ୍ନରେ ବରୁଥିନି କରିବ ପୁଣ୍ୟ ମାନ ଘେନି। ଯେବେ ଯମକୁ ଭୟ ଥିବ ଏ ବରୁଥିନି କି କରିବ। କରିବା ନ କରି ଏ ବ୍ରତ ଶୁଣେ ବା ପଢ଼େ ଯେ ଚରିତ। ସେ ଗୋ ସହସ୍ର ଫଳ ପାଇ ସମସ୍ତ ପାପୁ ମୁକ୍ତ ହୋଇ। ବ୍ରତର ପ୍ରଭାବ ଏମନ୍ତ ବିଷ୍ଣୁ ଲୋକରେ ହୋଇ ସ୍ଥିତ। ଇତି ଶ୍ରୀ ଭବିଷ୍ୟତର ବୈଶାଖ କୃଷ୍ଣ ବରୁଥିନି ନାମ ଏକାଦଶୀ ମହାତ୍ମେ ଏକାଦଶ ଅଧ୍ୟାୟ। ଯୁଧିଷ୍ଠିର ପଚାରିଲେ, ହେ ବାସୁଦେବ, ବୈଶାଖ ମାସ କୃଷ୍ଣ ପକ୍ଷରେ କେଉଁ ଏକାଦଶୀ ପଡ଼େ? କୃପା କରି ଏହାର ମହିମା କୁହନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ୍, ବୈଶାଖ କୃଷ୍ଣ ପକ୍ଷର ଏକାଦଶୀ ବରୁଥିନି ନାମରେ ପ୍ରସିଦ୍ଧ। ଏହା ଇହଲୋକ ଏବଂ ପରଲୋକରେ ମଧ୍ୟ ସୌଭାଗ୍ୟ ପ୍ରଦାନ କରିଥାଏ। ବରୁଥିନି ବ୍ରତ ଦ୍ୱାରା ସର୍ବଥା ସୁଖ ପ୍ରାପ୍ତି ଏବଂ ପାପହାନି ହୋଇଥାଏ। ଏହି ଏକାଦଶୀ ବ୍ରତ ଦ୍ୱାରା ମାନ୍ଧାତା ତଥା ଧୁନ୍ଦୁମାର ଆଦି ଅନେକ ରାଜା ସ୍ୱର୍ଗଲୋକ ପ୍ରାପ୍ତ ହୋଇଛନ୍ତି। ଯେଉଁ ଫଳ 10,000 ବର୍ଷ ପର୍ଯ୍ୟନ୍ତ ତପସ୍ୟା କଲେ ମନୁଷ୍ୟକୁ ପ୍ରାପ୍ତ ହୁଏ, ସେହି ଫଳ ବରୁଥିନି ଏକାଦଶୀ ବ୍ରତ ସେବନ ମାତ୍ରେ ପ୍ରାପ୍ତ ହୋଇଥାଏ। ନୃପଶ୍ରେଷ୍ଠ, ଘୋଡ଼ା ଦାନ ଅପେକ୍ଷା ହାତୀଦାନ ଶ୍ରେଷ୍ଠ। ଭୂମିଦାନ ଏହାଠାରୁ ବଡ଼। ଭୂମିଦାନ ଠାରୁ ଅଧିକ ମହତ୍ଵ ତିଳଦାନ। ତିଳଦାନ ଠାରୁ ବଡ଼ ସ୍ୱର୍ଣ୍ଣଦାନ ଏବଂ ସ୍ୱର୍ଣ୍ଣଦାନ ଠାରୁ ବଡ଼ ଅନ୍ନଦାନ। କାରଣ ଦେବତା, ପିତୃପୁରୁଷ ତଥା ମନୁଷ୍ୟ ଗଣଙ୍କୁ ଅନ୍ନ ଦ୍ୱାରା ହିଁ ତୃପ୍ତି ମିଳିଥାଏ। ବିଦ୍ୱାନମାନେ କନ୍ୟାଦାନକୁ ମଧ୍ୟ ଏହି ଦାନ ସହିତ ସମାନ କହିଛନ୍ତି। କନ୍ୟାଦାନ ସମାନ ଗୋଦାନ। ଏହା ସାକ୍ଷାତ ଭଗବାନଙ୍କ କଥନ। ଏହି ସମସ୍ତ ଦାନ ଠାରୁ ମଧ୍ୟ ବଡ଼ ହେଉଛି ବିଦ୍ୟାଦାନ। ମନୁଷ୍ୟ ବରୁଥିନି ଏକାଦଶୀର ବ୍ରତ କରି ବିଦ୍ୟାଦାନର ଫଳ ମଧ୍ୟ ପ୍ରାପ୍ତ କରେ। ଯେଉଁ ଲୋକ ପାପରେ ମୋହିତ ହୋଇ ନିଜ କନ୍ୟା ଉପାର୍ଜିତ ଧନରେ ଜୀବିକା ନିର୍ବାହ କରନ୍ତି, ସେମାନେ ପୁଣ୍ୟ କ୍ଷୟ ହେବା ପରେ ଯାତନାମୟ ନର୍କରେ ପତିତ ହୁଅନ୍ତି। ଏଣୁ ସର୍ବଦା ପ୍ରଯତ୍ନପୂର୍ବକ କନ୍ୟାର ଧନଠୁ ଦୂରେଇ ରହିବା ଉଚିତ ତଥା ତାକୁ ନିଜ କାମରେ ଲଗାଇବା ଅନୁଚିତ। ଯିଏ ନିଜର ଶକ୍ତି ଅନୁସାରେ କନ୍ୟାକୁ ଆଭୂଷଣରେ ବିଭୂଷିତ କରି ପବିତ୍ର ଭାବରେ କନ୍ୟାଦାନ କରେ, ତାର ପୁଣ୍ୟର ହିସାବ କରିବାକୁ ସ୍ୱୟଂ ଚିତ୍ରଗୁପ୍ତ ମଧ୍ୟ ଅସମର୍ଥ। ବରୁଥିନି ଏକାଦଶୀ ବ୍ରତ କରି ମଧ୍ୟ
मनुष्य यह समान फल प्राप्त करे। राजन रातिरे जागरण करी जे भगवान मधुसूदन पूजा करती से सबु पापरू मुक्त होई परम गति प्राप्त हुअन्ति। एणु पाप को भय करुथिबा मनुष्य पूर्ण प्रयत्न पूर्वक यही व्रत करने उचित। जमराजा को डरुथिबा मनुष्य अवश्य बरुथिनी एकादशी व्रत करंतु। राजन यह पढ़िले एवं शुणिले सहस्र गोदान करिवार फल मिले एवं मनुष्य सबु पापरू मुक्त होई विष्णु लोकरे प्रतिष्ठित हुए। एबे आसंतु आज ही पवित्र दिन रे किछि समय हेउ पछे तुलसी महिमा कथन पाठ करिबा। शुण हे विबुद्ध जने मन कर्ण देई अपूर्व चरित एक कहुअछि मोहि। सुख परीक्षितंकर कथोपकथन जाहाकि अटे तुलसी देवींक पुराण। एक दिने परीक्षित राजा बसिथिले प्रजा मानकर हानि लाभ बुझुथिले। प्रजा मानकर हानि लाभ शेषरे सुकमुनि परवेश होइले सेठारे। बोलती हे महामुनि पादे पड़ी सोई बड़ भाग्य दर्शन देई दया बही। श्री शुकवाच परीक्षा नृपतिंकर वचन शुणिले सुखदेवती तो से वचन भासिले। चतुर्मास्य तुम्भपुरे जापि विराजन से निमंते तुम्भपुरे कलिया गमन। पारिबुकी मुनिमित्त वास एक देई शुणिण कहती अभिमन्युर तनई। परीक्षित वाच आपणकर दयारे राइज मोर प्रजा माने रहिछन्ति आहे मुनिवर। छार स्थान एक जेबे न पारिब देई कि होइब लाभ एते बड़ राजा होई। एते कही एक गृह देखाई न देले सुकमुनि रही गले मन आनंदरे। एहिपरि एक दिन अतीत होइला शुण हे विदुषे थुअन्ते जाहा हेला। दिने राजा परीक्षित होई हस हस ताहांक निकटे जाई होइले प्रवेश। बोलती हे ब्रह्मवेत्ता मोर बाणी शुण बुझाई न कुह मते तुलसी पुराण। परीक्षितंक विनय देखि सुकजति कुहन्ति शुण रे सर्व अर्जुनर नाति। श्री शुकवाच महिमामयी तुलसी धात्रींक उत्तमा बुझाई कहुछि एबे तांकर महिमा। परम पवित्र कथा अटे आख्यान कहुअछि हे राजन मन देई शुण। परम पंडित तुम्भे अट महाज्ञानी गुप्त विषय मते पचारुछ जानी। तुम्भ बिने आन केहु हेले नर नाहा कदाचन बुझाइण न कहन्ति एहा। मन देई शुण एबे तुलसींक कथा
ଶୁଣି ହୃଦରୁ ତବ ତୁଟି ଯିବ ଯେ ବ୍ୟଥା। ବିଧି ମତେ ଚଉରାକେ କରିଅଛି କାହିଁ, ତା ମଧ୍ୟେ ତୁଳସୀ ବୃକ୍ଷ ଯତନେ ଲଗାଇ। ଚତୁଃସମଲେପି ଅଛି ଚଉରା ଉପରେ, ଶକତ ଖଞ୍ଜା ବର କେଉଁ ଚଉରାରେ। ସୁବର୍ଣ୍ଣ ପାତିଆ ଅବା ଲାଗିଅଛି କାହିଁ, ତା ମଧ୍ୟେ ବିଜେ ମା ତୁଳସୀ ଦୟାମୟୀ। ପଦ୍ମ ଫୁଲ ପ୍ରାୟ ଦିଶେ କେବଳ ଚଉରା, ନାନା ଚିତ୍ର ବିଚିତ୍ରରେ କିଏ ଅବା ଭରା। ଅଷ୍ଟକୋଣ ଚଉରାକେ କରିଅଛି ଦ୍ୱାରେ, ତୁଳସୀଙ୍କୁ ଲଗାଇଛି ଉତ୍ତମ ପ୍ରକାରେ। 16 କୋଣ କାହିଁ 32 କୋଣ ଚଉରା, ବିଜେ କରିଛନ୍ତି ଦୁଃଖୀ ଜନ ମାତୃପୁରା। ପ୍ରସ୍ତର ପିଢ଼ କାହାର ଚାରି ପାରୁଷରେ, ପଦ୍ମରାଗ ଖଞ୍ଜା ହୋଇ ଜନମ ନହରେ। ବିବିଧ ଚଉରା ମାନ ହୋଇଛି ନିର୍ମାଣ, ବିବିଧ ବସ୍ତ୍ର ଯେ ଦିଆ ତହିଁ ଉପରାଣ। ସର୍ବାଗ୍ରେ ତୁଳସୀ ବୃକ୍ଷ ପାଉଅଛି ଶୋଭା, ତହିଁର ମହିମା ମୁହିଁ କି କହିବି ଅବା। ତୁଳସୀ ପତ୍ର ପୂର୍ବ ବାସ୍ନା ଯେ ହୁଅଇ, ଆଘ୍ରାଣ କରିଲେ ଥରେ ମନ ନିଏ ମୋହି। ଦ୍ୱାରକା ନବରେ ପୁରେ ପୁରେ ରହିଥାଇ, ପୂଜନ୍ତି ଦ୍ୱାରକାବାସୀ ଆନନ୍ଦିତ ହୋଇ। ଅପୂର୍ବ ମହିମା ଏହି ତୁଳସୀ ବୃକ୍ଷର, ମନ କର୍ଣ୍ଣ ଦେଇ ଶୁଣ ଆହେ ନରବର। ମୂଳେ ଗଙ୍ଗା ଦେବୀ ତାର ଥାନ୍ତି ଅନୁକ୍ଷଣ, ଡାଳେ ସ୍ୱୟଂ ବିଷ୍ଣୁଙ୍କର ନିଜ ବାସସ୍ଥାନ। ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଯମ ନଈରତ ଗଣ, ବିଦ୍ୟାଧର ଯକ୍ଷ ରକ୍ଷ ଗନ୍ଧର୍ବ ଚାରଣ। ସବୁଙ୍କର ବାସସ୍ଥାନ ତାପତ୍ର ମଧ୍ୟରେ, ପରମ ପବିତ୍ର ତେଣୁ ମୋର ସଂସାରରେ। ଯେଉଁ କଥା ପୁଛା କଲୁ ମନ ଦେଇ ଶୁଣ, ସମସ୍ତ ଶୁଭ କାର୍ଯ୍ୟରେ ପତ୍ର ମାତାଙ୍କର। ଲୋଡ଼ା ହୁଏ ମନେ ରଖିଥାଅ ନରବର, ଦିନ ବୁଦ୍ଧିମନ୍ତ ସ୍ମରି ମାତାଙ୍କ ଚରଣ। ଗୋଲକ ବୈକୁଣ୍ଠ ରାସ କ୍ରୀଡ଼ା। ପରୀକ୍ଷିତ ବାଚ ଏଥୁ ଅନ୍ତେ ପରୀକ୍ଷିତ ଯୋଡ଼ିବେନି ହସ୍ତ, ଶୁକମୁନିଙ୍କ ଚରଣେ କଲେ ପ୍ରଣିପାତ। ବୋଲନ୍ତି ଏ ବ୍ରହ୍ମଜ୍ଞାନୀ ଅନୁଗ୍ରହ କର, ପ୍ରଥମେ ତୁଳସୀଙ୍କର କାହିଁ ଥିଲା ଘର। ମର୍ତ୍ତ୍ୟପୁରେ କାହିଁ ପାଇଁ ହୋଇଲେ ଜନମ, ସକଳ ଚରିତ ମତେ କୁହ ନୃପରାଣ। ପରୀକ୍ଷିତଙ୍କ ବଚନ ଶୁଣି ଶୁକମୁନି, ଯେଉଁ କଥା ପୁଛା କରୁ ଶୁଣ ନରମଣି। ଶ୍ରୀ ଶୁକବାଚ ରାଜନଙ୍କର ବଚନ କର୍ଣ୍ଣରେ ଶୁଣିଲେ, ଦରହସିଣ ତାହାଙ୍କୁ ବଚନ ବୋଇଲେ। ତୁଳସୀକେ କେଉଁ ସ୍ଥାନେ ନିବାସ ତାଙ୍କର, କିଏ ପିତା ମାତା ତାଙ୍କ ଶୁଣ ନୃପବର।
परमात्माଙ୍କର ପ୍ରିୟ ନନ୍ଦିନୀଟି ସେହି ନିତ୍ୟସ୍ଥଳର ସଦ୍ୱାରା ପ୍ରହରା ଦିଅଇ ପରମ ଶକ୍ତିମୟୀ ଅଟନ୍ତି ସେ ସତୀ ରାଧାଙ୍କର ସହଚରୀ ମର୍ତ୍ତେ ଉତ୍ତପତି ମହାନିତ୍ୟ ଗୋଲକରେ ରହିଥାନ୍ତି ସେହି ଗୋମାତା ପାରୁ ସେ ସଦା ରହିଥାନ୍ତି ସେହି ନାମ ତାହାଙ୍କ ତ୍ରିପୁରା ଶୁଣ ହେ ରାଜନ ସାପ ବଳେ ମର୍ତ୍ତ୍ୟପୁରେ ହେଲେ ଅବତୀର୍ଣ୍ଣ ପରୀକ୍ଷିତ ବାଚ ସାପ କଥା ଶୁଣି ପରୀକ୍ଷିତ ଯେ ଉପାସ ମନ୍ଦେ ହସିଣ କହନ୍ତି ମଧୁର ବଚନ କି ନିମନ୍ତେ ମହାନିତ୍ୟ ଗୋଲକପୁରରେ ସାପ୍ୟ ଦେଲା କୁହ ସର୍ବମୋହର ଛାମୁରେ ଆବର ଗୋଲକ ମହାନିତ୍ୟ ରାସ କଥା କହ ମହାମୁନି ହୃଦୁ ହର ମୋର ବ୍ୟଥା ଶ୍ରୀ ଶୁକବାଚ ଯେଉଁ କଥା ପୁଛା କଲ ଅର୍ଜୁନଙ୍କ ନାତି ବୁଝାଇଣ ସେହି କଥା କହୁଛି ସମ୍ପ୍ରତି ଷଢ଼ଚକ୍ର ପରେ ଅଛି ମହାନିତ୍ୟ ଧାମ ବଡ଼ କଠୋର ଜୀବନେ ସେ ଧାମ ଦର୍ଶନ ସହସ୍ର ପାଖୁଡ଼ା ବେଢ଼ା ସୁମନ ଫୁଟିଛି ଗୋଲକ ମହାନିତ୍ୟର ସ୍ୱାଭାବିକ ଶୁଛି ଦିବାନିଶି ନାହିଁ ନାହିଁ ଆଲୋକ ଅନ୍ଧାର ନାହିଁ ଦୁଃଖ ଜରା ବ୍ୟାଧି ଯେ ଆବର ଅପୂର୍ବ କାନ୍ତି ଝଟକେ ସେ ପୁର ମହିମା କି ବର୍ଣ୍ଣିବି ଜହିଁବି ଯେ ନିଜେ ପରମାତ୍ମା ଅଷ୍ଟସଖୀ ନିତ୍ୟ ସ୍ଥଳେ ରହିଣ ଅଛନ୍ତି ଇନ୍ଦୁଚିତ୍ର ଲେଖା ତୁଙ୍ଗ ସଙ୍ଗେ ମହାସତୀ 16 ସହସ୍ର ଗୋପୀ ଅଛନ୍ତି ସେଠାରେ ରାସ କ୍ରୀଡ଼ା ଚାଲିଅଛି ସେ ମହାନିତ୍ୟରେ ନିଜେ ପରମାତ୍ମା ଶସ୍ତ୍ର ଦଳ ପାଖୁଡ଼ାରେ ରାଧାଙ୍କୁ ନେଇ କ୍ରୀଡ଼ନ୍ତି ଆନନ୍ଦ ମନରେ ନାହିଁ ଇନ୍ଦ୍ର ନାହିଁ ଅଣ୍ଡ ବିହାର କରନ୍ତି ଅଗମ୍ୟ ସ୍ଥାନରେ କେହି ଗମି ନ ପାରନ୍ତି 16 ସହସ୍ର ଗୋପୀ ଅଷ୍ଟସଖୀ ସଙ୍ଗେ ବିହାର କରୁଅଛନ୍ତି ନିତ୍ୟ ନାନା ରଙ୍ଗେ ମହାନିତ୍ୟ ରାସ ଏକା ଯୋଗୀ ମୁନି ଋଷି ଦର୍ଶନ କରନ୍ତି ଆନନ ପାରନ୍ତି ପଶି ଷଡ଼ଚକ୍ର ଭେଦି ଯେହୁ କରିବ ଗମନ ମହାନିତ୍ୟ ରାସ ସେହୁ କରିବ ଦର୍ଶନ ଆଦ୍ୟଦ୍ୱାରେ ଗଣନାଥ ଅଛନ୍ତି ବସିଣ ଇନ୍ଦୁର ବାହନ ତାଙ୍କ ଦିଶେ ଶୋଭାବନ ଦ୍ୱିତୀୟ ଲିଙ୍ଗ ଚକ୍ରରେ କାମଦେବ ରତି କାମନାତେ ଜିଜେହି ଦ୍ୱାର ଜୀବ ଜିତି ଇନ୍ଦ୍ରିୟ ସଂଯମ କରି କରିବ ଗମନ ତୃତୀୟ ଚକ୍ରର ଦ୍ୱାରେ ଜୀବ ପହୁଞ୍ଚିଣ ନିଜେ ବ୍ରହ୍ମା ସାବିତ୍ରୀଙ୍କୁ ଘେନିଣ କୋଳରେ ବିଜୟ କରିଅଛନ୍ତି ହଂସ ବାହାନାରେ ଏହି ଚକ୍ର ଚିଣି ଯେବେ କରିବ ଗମନ ଅନାହତ ଚକ୍ରେ ଯିବ ମିଳିତ ତକ୍ଷଣ ନିଜ ଅନାହତ ପରେ ଶ୍ରୀ ବିଷ୍ଣୁ ଠାକୁର ବିଜୟ କରିଅଛନ୍ତି ଆନନ୍ଦ ମନର ଲକ୍ଷ୍ମୀ ସରସ୍ୱତୀ ତହିଁ ବସିଣ ଅଛନ୍ତି ସମ୍ମୁଖରେ ଉଭା ହୋଇଅଛି ଖଗପତି ଶ୍ରୀ ବିଷ୍ଣୁଙ୍କ ମାୟା ଯେହୁ କରିବ ଛେଦନ ସେଠାରୁ କଣ୍ଠ ଚକ୍ରକୁ କରିବ ଗମନ ନିଜେ ଧୈର୍ଯ୍ୟଟି ଉମାଙ୍କୁ ଘେନି ସଙ୍ଗତରେ ଜଗି ରହିଣ ଅଛନ୍ତି ଆନନ୍ଦ ମନରେ
ଏହାପରେ ଷଷ୍ଠ ଦ୍ୱାର ଗଲେ ତୁ ଲଙ୍ଘିଣ, ପରମ ପୁରୁଷଙ୍କର ମହାନିତ୍ୟ ଧାମ। ମହାନିତ୍ୟ ଧାମେ ନିଜେ ତ୍ରିପୁରା ସୁନ୍ଦରୀ, ଜଗି ରହିଥାନ୍ତି ନିଜ ଠାଠିଣା ମାଡ଼ି। 64 ଗୋପୀଙ୍କର ମଧ୍ୟରେ ସେ ସାର, ଚଉରୂପେ ସେବା କରେ ସେଠି ପ୍ରଭୁଙ୍କର। କେଉଁ କଥା ତ୍ରିପୁରାଙ୍କୁ ନଥାଏ ଅଜଣା, ଡରନ୍ତି ଗୋପୀଏ ତାରେ ନ କହି ବଡ଼ିମା। ଯେ ଯେଉଁ ସ୍ଥାନରେ ରହି ସେବା କରିବଇଁ, ସେହି ସ୍ଥାନରେ ତ୍ରିପୁରା ତାହାଙ୍କୁ ରଖଇ। ସର୍ବନାୟିକାଙ୍କ ପରେ ତ୍ରିପୁରା ସୁନ୍ଦରୀ, ନିତ୍ୟସ୍ଥଳେ ସେବା କରେ ଆନନ ବିଚାରୀ। ଅନ୍ୟ ଦ୍ୱାରେ ମନ ଧ୍ୟାନ ଅଳପ ଦିଅଇ, ଆପଣା ଦ୍ୱାରକୁ ସଦା ସଜାଇ ରଖଇ। ସେହି ଦ୍ୱାର କଥା ଏବେ ମନ ଦେଇ ଶୁଣ, ଲକ୍ଷେ ବ୍ରହ୍ମା ବିଷ୍ଣୁ ଶିବ ନୁହନ୍ତି ଭାଜନ। ତ୍ରିପୁରାଙ୍କୁ ସନ୍ତୋଷି ଯେ ପାରେ ଭକତିରେ, ସେହି ଏକା ସେ ସ୍ଥାନରେ ଅବା ଯାଇପାରେ। ନିତ୍ୟ ସ୍ଥାନ ଦେଖିବାକୁ ଦେବତାଙ୍କ ମନ, ମାତ୍ର କେଉଁ ଉପାୟରେ ପାନ୍ତିନି ଦର୍ଶନ। ଏଣୁ ମୋରେ ଧାମେ ଜନ୍ମି ଲଭନ୍ତି ମରଣ, ବ୍ରହ୍ମା ବିଷ୍ଣୁ ସଦା ଶିବ ତାଙ୍କରି ସମାନ। ନିତ୍ୟସ୍ଥାନ ଅଧିକାରୀ ତ୍ରିପୁରା ସୁନ୍ଦରୀ, ରାସସ୍ଥଳ ତେଜି ମୂର୍ତ୍ତି ରହିଲା ସେ ବାଳି। ରାସସ୍ଥଳୀ ଜଗି ଥାଏ କରିଣ ଯତନ, ତାକୁ ତୋଷିବାକୁ କେହି ନାହାନ୍ତି ଭାଜନ। କେବଳ ଭକ୍ତିରେ ଯେବେ କରିବ ପୂଜନ, ତରଳି ଯାଇପାରିବ ଯେବେ ତାଙ୍କ ମନ। ସଙ୍ଗରେ ନେଇଣ ସେହି କରାନ୍ତି ଦର୍ଶନ, ତାଙ୍କ ବିନେ କେ ହୋଇବ ଦର୍ଶନେ ଭାଜନ। ଜୟ ଜୟ ପରମ ବ୍ରହ୍ମ ଜଗତ ଠାକୁର, ଜୟ ଜୟ ପରମ ବ୍ରହ୍ମ ଗୋଲକ ଠାକୁର। ଜୟ ଜୟ ପରମ ବ୍ରହ୍ମ ସଗୁଣ ନିର୍ଗୁଣ, ଜୟ ଜୟ ପରମ ବ୍ରହ୍ମ ଆତ୍ମାର ପରମ। ଜୟ ଜୟ ପରମ ବ୍ରହ୍ମ ରାଧା ଚିତ୍ତ ଚୋର, ଜୟ ଜୟ ପରମ ବ୍ରହ୍ମ ଜଗତ ଠାକୁର। ଦିନ ବୁଦ୍ଧିମନ୍ତ ସଦା ତୁମ୍ଭ ନାମ ଧ୍ୟାଇ, ତୁଳସୀ ମହାପୁରାଣ ରଚନା କରଇ। ମାନବ ବିଷ୍ଣୁଙ୍କର ଭୂଷଣ୍ଡ କାକ ସଙ୍ଗରେ ଭେଟ ଓ କଥୋପକଥନ। ପରୀକ୍ଷିତ ଉବାଚ, ପୁଛା କଲେ ପରୀକ୍ଷିତ ଯୋଡ଼ିବେ ନିକର, ବୁଝାଇଣ କୁହ ମୋତେ ହେ ମୁନି ପ୍ରବର। ମାନବ ବିଷ୍ଣୁ କିମ୍ ପାଇଁ ଆଗ୍ରହୀ ହୋଇଣ, ଗଲେ ମହାନିତ୍ୟ ଧାମ କରି ଦର୍ଶନ। ତ୍ରିପୁରା ସୁନ୍ଦରୀ କିମ୍ପା ନେଲେ ସଙ୍ଗତରେ, ସନ୍ଦେହ ଲାଗିଲା ଦେବ ମୋର ମନରେ। ବୁଝାଇଣ ସେହି କଥା କହିବ ଗୋସାଇଁ, ଶୁଣିବା ପାଇଁ ଶ୍ରଦ୍ଧା ମୋ ମନେ ଅଛଇ। ପରୀକ୍ଷିତଙ୍କ ବଚନେ ଆନନ୍ଦିତ ହୋଇ, କହନ୍ତି ପୁଛିଲା ଯାହା ଶୁଣ ମନ ଦେଇ। ଶ୍ରୀ ଶୁକ ଉବାଚ, ମାନବ ବିଷ୍ଣୁଙ୍କ କଥା ଶୁଣ ଦେଇ ମନ, ମର୍ତ୍ତ୍ୟମଣ୍ଡଳରେ ସଦା ହନ୍ତି ଅବତୀର୍ଣ୍ଣ। ଲଭନ୍ତି ଯୋନି ଜନମ ମରତ ମଣ୍ଡଳେ, ନିଜେ ବଡ଼ ବୋଲି ଗର୍ବ କରନ୍ତି ଅନ୍ତରେ। ଲକ୍ଷ୍ମୀ ଦେବୀ ଆମ୍ଭ ପତ୍ନୀ ଜଗତର ମାତା, ପାଳନ କରତା ଆମ୍ଭେ ଜଗତର ପିତା। ଆମ୍ଭ ବିନେ ଗତି ମୁକ୍ତି କେ ପାରିବ ଦେଇ,
ଆମ୍ଭଠାରୁ ଶ୍ରେଷ୍ଠ କେହି ବ୍ରହ୍ମାଣ୍ଡରେ ନାହିଁ। ଆମ୍ଭେ ସର୍ବଜୀବଙ୍କର ଅଟୁ ପିତା ମାତା। ସଚରାଚର ଜୀବର ଗତି ମୁକ୍ତିଦାତା। ଏସନ ବିଚାରି ମନେ ଗୌରବ ବହନ୍ତି। ନିଜର ବଡ଼ିମା ପଣ କେବେ ନ ଛାଡ଼ନ୍ତି। ଏକ ଦିନକର କଥା ଶୁଣ ହୋ ରାଜନ। ଭ୍ରମିବା ପାଇଁ କି ନିଜେ ବଳାଇଣ ମନ। ମାନବ ବିଷ୍ଣୁ ଚଳନ୍ତି ଆନନ୍ଦିତ ହୋଇ। ପ୍ରକୃତି ରାଣୀ ସୌନ୍ଦର୍ଯ୍ୟ ମନ ନିଏ ମୋହି। ଆପଣାର ମନ ମଧ୍ୟେ କରନ୍ତି ବିଚାର। ଏ ରମ୍ୟ ରଚନା ସିନା ସକଳ ମୋହର। ନାନା ଜୀବ ପକ୍ଷୀ କୀଟ ତରୁ ଆଉ ତୃଣ। ହସୁଛନ୍ତି ମୋର ସ୍ନେହ ହୋଇଣ ପାଳନ। ସବୁରି ଘଟରେ ମୁହିଁ ବିଜେ କରିଅଛି। ତରୁ ତୃଣ ସର୍ବସ୍ଥାନେ ପୁରି ରହିଅଛି। ଏସନ ଆପଣା ମନେ କରିଣ ବିଚାର। ଦେଖୁଛନ୍ତି ଶୋଭା ରାଶି ପ୍ରକୃତି ରାଣୀର। ଏହିପରି ଦେଖି ଦେଖି କିଛି ଦୂର ଗଲେ ଅଦ୍ଭୁତ ପକ୍ଷୀ ଗୋଟିଏ ସେଠାରେ ଦେଖିଲେ। ଯେଉଁଠାରେ ଦେଖିଲେ ଯେ ନର ନାରାୟଣ। ନୀଳଗିରି ଅଟଇ ସେ ପର୍ବତର ନାମ। ଯହିଁ ପୂଜା ପାଉଥିଲେ ଦାରୁନାରାୟଣ। ତାଙ୍କରି ନିକଟେ ଅଛି ସେ ପକ୍ଷୀଟି ଜାଣ। ଭୂତ ଭବିଷ୍ୟତ ଜ୍ଞାତା ସେହିଟି ଅଛଇ। ଚତୁର୍ଦଶ ଭୁବନର ବାରତା ଜଣାଇ। ମହାଜ୍ଞାନୀ ଅଟଇ ସେ କାକ ଗୋଟି ଜାଣ। ମାନବ ବିଷ୍ଣୁଙ୍କୁ ଜଣା ନଥାଏ ମାନ। କାକର ନିକଟେ ଯାଇ ପରବେଶ ହେଲେ। ଗରବ ବହି ତାହାକୁ ଓଳଗି ନହିଲେ। ଭୂଷଣ୍ଡ ବୋଲଇ ଏତେ ଅଜ୍ଞାନୀ ଯା ଛାର। ତେଳେ ମାତ୍ର ମୋତେ ନ କରିଲେ ତ ଖାତର। କି ବିଷ୍ଣୁ ଦେଖାଇ ହୁଅ ମୋର ତ ଧାମରେ। ଯୋନି ଜନ୍ମ ହେଉଅଛ ମୋର ସଂସାରରେ। ତୁମ୍ଭ ପରି କେତେ ବିଷ୍ଣୁ ଲୋଭିବେ ମରଣ। କଳ୍ପ କଳ୍ପ ବିତି ଯାଏ ଅଛି ମୋ ସ୍ଥାନ। ମାନବ ଦେହେଣ ବହିଣ ଏଡ଼ିକି ବଢ଼ାଇ। କି ଗରବ ବହୁଅଛ ଯୋନି ଜନ୍ମ ପାଇ। ଭୂଷଣ୍ଡ କାକର କଥା ଶୁଣି ନାରାୟଣ। ବୋଲନ୍ତି ହେ କାକ ମୋର ଅପରାଧ କ୍ଷମ। ନ ଜାଣିଲା ପଣେ ଏବେ ଅରଜିଛି ଦୋଷ। ଦୟାକରି କ୍ଷମା କର ଆହେ କାକ ଈଶ। ଗର୍ଭବହୀନ ତୁମ୍ଭଙ୍କୁ କଲିବେ ଖାତର। ଉପଯୁକ୍ତ ପ୍ରତିଫଳ ଲଭିଲିଣି ତାର। ଆଉ ଭର୍ସନା ଦିଅ ନା ମାନି ଗଲା ମନ। ତୁମ୍ଭ ପାଦ ତଳେ ଏବେ ପଶୁଛି ଶରଣ। ଦୟାକରି କୁହ ମୋତେ ଜୀବ ମୁକ୍ତି ତତ୍ତ୍ୱ। ଯୋନି ଜନମ ନ ହୋଇ ନ ଆସିବି ମର୍ତ୍ତ୍ୟ। ତହୁଁ ଭୂଷଣ୍ଡ ବୋଲନ୍ତି ସୁଦୟା କରିଣ। ହେ ମାନବ ବିଷ୍ଣୁ ଶୁଣ ମୋର ବଚନ। ଗୋଲକ ମହାନିତ୍ୟରେ ପ୍ରଭୁ ପରମ ବ୍ରହ୍ମ। ନିତ୍ୟ ରାସ କରୁଛନ୍ତି ରାଧାକୁ ନେଇଣ। ପରର ଯଶ ଶବଦ ଅଷ୍ଟ ସଖୀ ସଙ୍ଗେ। 16 ସହସ୍ର ଗୋପୀ ରହିଛନ୍ତି ସଙ୍ଗେ। ଶ୍ରୀରାଧାଙ୍କ ସଙ୍ଗେ କରୁଛନ୍ତି କ୍ରୀଡ଼ାମାନ। ସେହି ରାସ କ୍ରୀଡ଼ା ଯେବେ କରିବ ଦର୍ଶନ। ଦୋଷ ଦୁର୍ବଳତା ତବ ହୋଇବ ଛେଦନ।
काले काले न पाइब आउ जोनि जन्म मानव विष्णु कहती तहीं जीवा पाई केवण पथ मोतेटी दियंतु बताई भूषंड कहती बड़ अगम्य ए पथ आन केही जीवा पाई नुहंती समर्थ छाड़ी गोटी द्वार परे महानित्य धाम से द्वार रे त्रिपुरांक निज बासस्थान जेते गुणी जन बळे न पारिब जाई भक्ति रे संतुष्ट एका से महाजे माई जेबे भक्ति बळे तांको पारिबु मनाई गोलकरा हास तोते देवे से देखाई तोह बळे न पारिबु से स्थान को जाई मानव विष्णु शुणिण दुखित जे होई भूषंड काक पୟରେ प्रणिपात कले बाहुड़ी सेठारु निज पुरकु आइले गृहे प्रवेश विमर्श मनरे रहिले ऋषिंक वचन शुणी परीक्षा बोइले परीक्षित वाच एथु अंते केउ कथा होइला घटना दया करी न कहंतु बळी अछि मन तब मुख शुणिबाकु तुलसी महिमा दया करी कुह मते आहे महात्मा परीक्षितंक विनय देखि ऋषिवर जेउ कथा पूछा कल शुण नरवर श्री सुखवाच गृहे मानव विष्णु जे परवेश हेले त्रिपुरांकर सेवारे से दिनु लागिले भक्ति भरे पूजा कले तांकर पयर केते दिन गत हेला सेही विष्णुंकर जगत जननी देवी त्रिपुरा जननी दर्शन न पाइले निजे विष्णु पुणी अत्यंत दुखित होई कहंती वचन बेनिकर जोड़ी स्तुति कले उच्चारण नम मातृपुरा देवी जगत जननी सुर नर वंद्य मागो त्रिपुर मोहिनी नम मातृपुरा देवी महानित्य धाम सदा काले जननी गो तुम्भ बासस्थान मु अधम सुत पड़ी अत्यंत दुख रे रक्षा कर जननी मु डाकुछि कातरे एपरि अनेक दुख जहु स्तुति कले शुणी करिण जननी पासकु आइले बोलंती रे वत्स शुण मोहर वचन तिनि मन्ते चिंता करु मोहर चरण त्रिपुरांकर वचन करिण श्रवण मंदे हसिण कहन्ति मधुर वचन आगो माता महानित्य रास देखिबाकु बळाइछि मन मागो जीवई सेठाकु त्रिपुरा बोलंती अस्तु करिली नंदन से स्थान को जीवा पाई अत्यंत गहन संगतरे घेनी जेबे चली जीवी मुही विपत्ति पड़िब तुम्भे शुण हे कन्हाई अस्तु करी सुप्रसन्ने देई अछि बर रक्षा करिबि निश्चय सत्य मोर वीर एथु अन्ते आनरस शुण साधु जन परम पवित्र ग्रंथ तुलसी पुराण तब भय चरणे मन मोर थोई ए महापुराण गोटी रचना करई
त्रिपुरा कर्तुक मानव विष्णुंकर गोपी वेश और रास दर्शन अभिशाप प्राप्त। परीक्षित उवाच पुनरपि परीक्षित जोड़िबे निकर श्रीशुक मुनि पୟରେ कले नमस्कार। बोलती है महाभाग धन्य से त्रिपुरा दर्शन कराई देव कथा देला परा। तदंते देवी त्रिपुरा केउ कर्म कले मानव विष्णु को नहीं रास देखाइले। परीक्षितଙ୍କ मुखरू शुणिए वचन सुख कहउछन्ति राजा धीर मने शुण। श्री शुक उवाच परीक्षितଙ୍କ विनय देखि सुकपति ଯାହା ପୁଛା କରୁଅଛୁ ପରୀକ୍ଷ ନୃପତି। କହୁଛି ବୁଝାଇ ଏବେ ମନ ଦେଇ ଶୁଣ ତ୍ରିପୁରା ମାନବ ବିଷ୍ଣୁ ନିକଟେ ମିଳିଣ। ବୋଲନ୍ତି ମାନବ ବିଷ୍ଣୁ ମୋ ନିକଟେ ବସ ତୁମ୍ଭଙ୍କୁ ସଜାଇ ଦେବି ଗୋପିକାଙ୍କ ବେଶ। ତେବେ ସିନା ସଙ୍ଗତରେ ଘେନି ଯିବି ମୁହିଁ ଏତେ ବୋଲିଣ ତ୍ରିପୁରା ବିଷ୍ଣୁଙ୍କୁ ଡାକଇ। ବେଶ ଉପକରଣ ସେ ସମସ୍ତ ଆଣିଲେ ବିବିଧ ଅଳଙ୍କାରରେ କରିଲେ ମଣ୍ଡଣି। ମୁଖ ଗୋଟିକ ଦିଶିଲା ପୂର୍ଣ୍ଣ ଚନ୍ଦ୍ର ଜିଣି ବାହାରେ ସେ ବାଜୁ ବନ୍ଧ ଯତନେ ଖଞ୍ଜିଲେ। ପୟରେ ଝୁଣ୍ଟିଆ ଯତ୍ନେ ପିନ୍ଧାଇଣ ଦେଲେ ନାସିକାରେ ନବରତ୍ନ ନିର୍ମିତ ବସନ ଗଳାରେ ସୁବର୍ଣ୍ଣ ହାର ଦିଶେ ଶୋଭାବନ। ବେନି ଭୁଜେ ତାଡ଼ି ଯତନରେ ମୁଣ୍ଡାଇଲା ପୂର୍ବ ଭାଗେ ଯତନରେ ପଦକ ଖଞ୍ଜିଲା। ମୁକୁତାର ଜାଲି ଗଭା ମଧ୍ୟେ ମୁଣ୍ଡାଇଲା ଦିବ୍ୟ ପୁଲି ପାଟ ଉପରାଣ ମଣ୍ଡାଇଲା। କଜଳ ଗାର ଦେଲି ସେ ବେନି ନୟନରେ ପୟରେ ଅଳତା ଦେଲା ଅତି ଯତନରେ। ଭଲ ପଟେ ଅର୍ଦ୍ଧ ଚନ୍ଦ୍ର ଆଙ୍କିଲା ଯତ୍ନରେ ବିନ୍ଦୁ ବସାଇଲା ତୁଳି ଧରି ସୁସଞ୍ଚରେ। କର୍ଣ୍ଣରେ ସୁବର୍ଣ୍ଣ କାପ ଦିଶଇ ଶୋଭନ ନାକ ନାସିକାରେ ସେହି ଦିଶଇ ଯତନ। କୃଷ୍ଣ କୁନ୍ତଳକ ବରି ଯୋଡ଼ା ବେଣୀ ପାରି ନାଗ ଫଣି ଦେଇ ଖୋସା ଦେଲେ ସଜ କରି। ଏସନ ମାନବ ବିଷ୍ଣୁ ସୁବେଶ ହୋଇଲେ ତ୍ରିପୁରା ସୁନ୍ଦରୀଙ୍କର ସଙ୍ଗତେ ଗମିଲେ। ଷଡ଼ ଦ୍ୱାର ପାର ହୋଇ ସଙ୍ଗେ ଘେନି ଗଲେ ଗୋପୀଙ୍କ ଗହଣେ ଯାଇ ପରବେଶ ହେଲେ। ଏପରି ସୁବେଶ ସେହି ବିଷ୍ଣୁ ହୋଇଥିଲେ ଗୋପାଳୁଣୀ ମାନେ ତାଙ୍କୁ ବାରି ନ ପାରିଲେ। ଅନନ୍ତ ଶିଖରେ ଶୋଭେ ପଦ୍ମର କେଶର ତହିଁରେ ମାନବ ବିଷ୍ଣୁ ହୋଇଲେ ହାଜର। ସପ୍ତମଣ୍ଡଳ ଉପରେ ଚାଲିଛି ରାହାସ 16,000 ଗୋପୀ ମଧ୍ୟ ଏକଇ ପୁରୁଷ। ଛଦ୍ମ ବେଶରେ ମାନବ ବିଷ୍ଣୁ ଯାଇଛନ୍ତି ଗୋପୀ ଭାବି ଗୋପୀ ମାନେ ଜାଣି ନ ପାରନ୍ତି। ଅଙ୍ଗେ ଅଙ୍ଗେ ଯତନରେ ଯାଇଅଛି ଯୋଡ଼ି କମଳ କେଶରେ ମଧ୍ୟ ରହିଛନ୍ତି ହରି। ବେନି ଭୁଜ ଛନ୍ଦା ଛନ୍ଦି ବନ୍ଧା ବନ୍ଧି ହୋଇ ଯୁଗଳ ମୂରତି ଏକ ଯାଇଅଛି ହୋଇ। ଧନ୍ୟ 16,000 ଗୋପୀ ଜୀବନ ତାଙ୍କର କେତେ ତପ କରିଥିଲେ ସେହି ରାମାବର।
ତେଣୁ ମହାନିତ୍ୟ ରାସ କରନ୍ତି ଦର୍ଶନ। ମୁଖେ ମୁଖେ ରଖିଛନ୍ତି ରାଧା କୃଷ୍ଣ ଜାଣ। ସ୍ନେହ ଭରେ ଆଲିଙ୍ଗନ ପରମ ପୁରୁଷ। ପ୍ରେମାଲିଙ୍ଗନରେ ରାଧା ଅତ୍ୟନ୍ତ ହରସ। ଲକ୍ଷ ନୁହେଁ କୋଟି ସୂର୍ଯ୍ୟ ଶୋଭାଙ୍କୁ ତାଙ୍କର। ହେମଲତା ସମ ରାଧା ଦିଶନ୍ତି ସୁନ୍ଦର। କୃଷ୍ଣଙ୍କ ପରଶ ପାଇ ରାଧା ପୁଲକିତ। ରାହାସ କରନ୍ତି ଦୁହେଁ ଏହିପରି ନିତ୍ୟ। ରତ୍ନବେଦୀ ଗୋଟି ମାତ୍ର ଅଟେ ତିନି ଦଳ। ଷୋଳ ଦଳ ମଧ୍ୟରେ ତାର ହିଁ ଅଛି ମୂଳ। ଅଷ୍ଟବଳେ ଅଷ୍ଟକନ୍ୟା ଦିଶନ୍ତି ଯତନ। 16 ଦଳେ 32ରେ ସମସ୍ତ ସମ୍ପୂର୍ଣ୍ଣ। ଶ୍ରୀ ରାଧାକୃଷ୍ଣଙ୍କ ପ୍ରୀତି ଯେମନ୍ତ ଅଟଇ। 64 କଳା ଏହା ଶୁଣ ମନ ଦେଇ। କାହିଁରେ ତ ଉଡ଼ୁଅଛି ତହିଁ ଫର ଫର। ଆବର କେବଣ ସଖୀ ପକାଏ ଚାମର। ଖଞ୍ଜଣି ମୃଦଙ୍ଗ ଧରି କେ ନୃତ୍ୟ କରଇ। ସୁମଧୁର ସ୍ୱରେ କିଏ ଗୀତ ଗାଉଥାଇ। ଆନ କେହୁ ସଖୀ ମାନେ ନୃତ୍ୟ କରୁଛନ୍ତି। କେବା ବସି କରି ରାସ କ୍ରୀଡ଼ା ଦେଖୁଛନ୍ତି। ଶୁଣ ହେବି ବୁଦ୍ଧ ଜନେ ଦେଇ ମନ କର୍ଣ୍ଣ। ପୁନରପି ପୁଛା କଲେ ପରୀକ୍ଷିତ ରାଣ। ପରୀକ୍ଷିତ ବାଚ ପରୀକ୍ଷିତ ପଚାରନ୍ତି ହରଷ ଚିତ୍ତରେ। ତଦନ୍ତେ ଘଟିଲା କିସ ସେ ମହାନିତ୍ୟରେ। ସକଳ ଚରିତ ମତେ ବୁଝାଇ ନ କୁହ। ମୋ ମନରୁ ନାଶ ଯିବ ସକଳ ସନ୍ଦେହ। ନୃପତିଙ୍କର ବଚନେ ଆନନ୍ଦିତ ହୋଇ। ଶ୍ରୀ ଶୁକ ମୁନି କହନ୍ତି ଶୁଣ ନର ସାଇଁ। ଗୋପୀମାନେ ବିଷ୍ଣୁ ପଦେ ସେବା କରୁଛନ୍ତି। ବିବିଧ ପ୍ରକାର ବାଦ୍ୟ ସେଠାରେ ବାଜୁଛି। ମନ କର୍ଣ୍ଣ ଦେଇ ଶୁଣ ପରୀକ୍ଷ ରାଜନ। ଏଠାରୁ ଘଟିଲା ଯେଉଁ କଥା ମାନ ଶୁଣ। ମାନବ ବିଷ୍ଣୁଙ୍କୁ ଗୋପୀ ବେଶ ସଜାଇଣ। ତ୍ରିପୁରା ଗୋପୀ ଗହଣେ ଦେଲେ ମିଶାଇଣ। ଗୋପୀଙ୍କ ସଙ୍ଗରେ ମିଶି ଗଲେ ନାରାୟଣ। ତ୍ରିପୁରା ରହିଲେ ଟିକେ ପଛକୁ ହଟିଣ। ବୋଲନ୍ତି ଗୋପୀ ଏବେ ଶୁଣ ମୋର ଗୀର। ମନ ଜାଣି ପ୍ରଭୁଙ୍କର ସେବ ଗୋପୟର। ତୁମ୍ଭଙ୍କୁ କେବଳ କଥା ଅଜଣା ଅଛଇ। ଏବେଳେ କହୁଛ ସର୍ବଦେବୀ ମୁଁ ବୁଝାଇ। ତାଳମାନ ନ ହୁଡ଼ିବ ସଙ୍ଗାତ ଗାଇବ। ବାଦ୍ୟ ତାଳେ ତାଳେ ସର୍ବ ଗୋପୀଏ ନାଚିବ। ନାଚିବା କାଳରେ ସଦା ଥୟ କର ମନ। ଚିତ୍ତବୃତ୍ତି ଯେଉଁ ପରି ନ ଯିବ ହୁଡ଼ିଣ। ସଭିଏ ଗୋପ ଯୁପତି ରାଧା ସହଚରୀ। ଏକୁ ଏକ ବାଳି ସର୍ବେ ଅଟନ୍ତି ଚତୁରୀ। ତାଳ ମର୍ଦଳ ବଜାଇ ଗିନି ଯେ ଖଞ୍ଜଣି। ଢାଳୋଇ ଚାମର କେହୁ ବିଞ୍ଚଇ ବିଞ୍ଚଣି। କେବଣ ଗୋପୀ ଛତ୍ର ଧରି ଅଛି ଯେ ଶିରେ। ପଙ୍ଖା ଧରି ବିଞ୍ଚଇ କେ ମନ ଆନନ୍ଦରେ। ଆବର ତାମ୍ବୁଳ ଭୋଗ କରଇ କେ ନାରୀ। ସର୍ବଗୋପାଙ୍ଗନା ରାଧା କୃଷ୍ଣ ସେବାକାରୀ। ବିଭିନ୍ନ ପ୍ରକାର ପୁଷ୍ପ ଦିଏ କେଶ ଭଇ। ଲେପନ୍ତି ଚନ୍ଦନ କେହୁ ଆନନ୍ଦିତ ହୋଇ।
ସୁବାସ ଦ୍ରବ୍ୟ କେବଳ ଗୋପୀ ଧରି କରେ, ବଳି ପକାଇଣ ଥାଏ କୃଷ୍ଣଙ୍କ ଉପରେ। ବିନୟରେ ଚୂଳ ମାଳ ମସ୍ତକେ ଖଞ୍ଜଇ, କର୍ପୂର କସ୍ତୁରୀ କେହୁ ଲଗାଇ ଦିଅଇ। ଅଷ୍ଟରତ୍ନ ମୁଦି ଦିଏ ଅଙ୍ଗୁଷ୍ଠୀରେ ଭରି, ପ୍ରଭୁଙ୍କ ହସ୍ତକୁ ଅଛି ନିଜ ହସ୍ତେ ଧରି। ନୂପୁର ନାଦରେ କେହୁ ରଞ୍ଜେ ତାଙ୍କ ମନ, ରୂପ ଶୋଭା ଦେଖାଇ କେ କରଇ ନର୍ତ୍ତନ। ପ୍ରଭୁଙ୍କର ସେବାରେ ସେ ସଦା ଖଟିଛନ୍ତି, ନୁହନ୍ତି ସେ କେବେ ବୃଦ୍ଧା ସକଳ ଯୁବତୀ। ରାଧାଙ୍କ ସଙ୍ଗକୁ ସର୍ବେ ସିନା ସମସରି, କୋଟି ବ୍ରହ୍ମାଣ୍ଡରେ କାହିଁ ନଥିବେ ସୁନ୍ଦରୀ। ମନ କର୍ଣ୍ଣ ଦେଇ ଶୁଣ ରାଜା ପରୀକ୍ଷିତ, ଏଠାରୁ ଘଟିଲା ଯାହା ଅତୀବ ବିଚିତ୍ର। ମାନବ ବିଷ୍ଣୁ ମିଶିଲେ ଗୋପୀ ଗଣରେ, ନିତ୍ୟ ରାସ ଦେଖିବାକୁ ହରସ ମନରେ। ନିତ୍ୟ ସ୍ଥଳ ଗୋପୀଙ୍କର ମଧୁର ବଚନ, ଚାହାଣି ଛଟକ ସର୍ବ ଅଟେ ଆନୁଆନ। ଗମନ କରନ୍ତି ଜିଣି ମରାଳକୁ ସେହି, ରୂପ ଶୋଭା କି ବର୍ଣ୍ଣିବି ଭାଷା ମୋର ନାହିଁ। କହନ୍ତି ବଚନ ନାନା ଛଟକ କରିଣ, ବୀଣା ସ୍ୱର ଠାରୁ ବଳି ମଧୁର ବଚନ। ଗୀତ ଗାନ କରୁଛନ୍ତି ଏକ ଲୟ ଧରି, ନୃତ୍ୟ କରୁଛନ୍ତି ଏବେ ସର୍ବ ଅପସରି। ନାରୀ ରୂପ ହୋଇ ଗୋପୀ ଗହଣେ ମିଶିଲେ, ପଦେ ମିଳାଇଣ ତହିଁ ନାଚି ନ ଜାଣିଲେ। ଆବର ଜାଣିଲେ ନାହିଁ କେଉଁ ଭାବେ ଚଳି, ମାନବ ବିଷ୍ଣୁ ହୋଇଲେ ମନେ ମନ ଭାଳି। ଚିତ୍ତରେ ତାଙ୍କର ଭୀତି ହୋଇଲା ସଂସାର, ବରଡ଼ା ପତ୍ର ପରାୟ ହେଲେ ଥରହର। ଚାଲିବାର ଠାଣି ତାଙ୍କ ହୋଇଗଲା ଭିନ୍ନ, କମ୍ପି ଉଠିଲା ଯେ ତାଙ୍କର ଜାନାସନ। ନୟନ ନହିଲା ସ୍ଥିର ଚିତ୍ତ ଛନ ଛନ, ଚଉପାଶ ଚାହୁଁଥାନ୍ତି ଜଗତ ଜୀବନ। ବାଇ ନ ଜାଣିଲେ ଗୀତ ମନେ ହେଲେ ଭାଳି, ଗାଇ ନ ଜାଣିଲେ ତାଳ ଲଏ ନରହରି। ଚାହିଁ ଚାହିଁ ମାନବ ବିଷ୍ଣୁଙ୍କ ଗଲା ଦିନ, ହୃଦୟରେ ଭୀତି ତାଙ୍କର ହେଲା ଜାଗରଣ। ମାନବ ବିଷ୍ଣୁଙ୍କ ରଙ୍ଗ ଢଙ୍ଗ ଦେଖି କରି, ମନରେ ସନ୍ଦେହ କଲେ ସକଳ ଚତୁରୀ। ନେତ୍ର କୋଣେ ଠରା ଠରି ସକଳ ହୋଇଲେ, ସାହସ କରିଣ ଥକେ ତାହାଙ୍କୁ ପୁଛିଲେ। ତାଳମାନ ଲୟ ତୋର କିଛି ରହୁନାହିଁ, କେଉଁଠୁ ଆସିଲ ସଖୀ ଏ ସ୍ଥାନକୁ ତୁହି। ମନ ନ ରହି ତୋର ସ୍ୱଭାବ ଚଞ୍ଚଳ, ମହାନିତ୍ୟପୁରେ କେହ୍ନେ ହୋଇଲୁ ହାଜର। ରାଧିକାର ଅଙ୍ଗ ସଙ୍ଗ ତୋର କିଛି ନାହିଁ, ଗୋପିକାଙ୍କ କଳୁ ତୋର ହୃଦୟରେ ନାହିଁ। ନିତ୍ୟସ୍ଥଳେ ଆସି ତୁହି ହୋଇଲୁ ହାଜର, ନ ଜାଣି ପାରିଲୁ ନିତ୍ୟ ସ୍ଥଳର ବ୍ୟବହାର। ପୂର୍ବ ଜନ୍ମେ କେତେ ତପ ତୁହି କରିଥିଲୁ, ମହାନିତ୍ୟର ରାହାସ ନୟନେ ଦେଖିଲୁ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଚନ୍ଦ୍ର ଦିବାକର, ପଶି ନ ପାରନ୍ତି ନାହିଁ ସାହସ କାହାର।
ଗୋପୀଙ୍କ ଜନମ କଥା କେହି ନ ଜାଣନ୍ତି, ଜାଣିଲି ନାଗରୀ ତୁଲ ବଡ଼ ଭାଗ୍ୟବତୀ। ପୂର୍ବ ଜନମରେ ବହୁ ତପ କରିଥିଲୁ, ମହାନିତ୍ୟର ରାହାସ ନେତ୍ରରେ ଦେଖିଲୁ। 14 ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଲୋକ ଥାଇ, ଗୋପୀଙ୍କ ଜନ୍ମ ଚରିତ ନ ପାରନ୍ତି କହି। ନ ପାରନ୍ତି ସାଧି ଯମ ନିୟମ ଆସନ, ରେଚକ ପୁରକ ପୁଣି ତାଟକ ସାଧନ। ପବନ ଜାଣି ଟେକି ବସି ଯୋଗାସନେ, ଦେଖି ନ ପାରନ୍ତି ପ୍ରଭୁଙ୍କ ରୂପ ନୟନେ। ଗୋପୀମାନେ ନୃତ୍ୟ ଗୀତ ସକଳ ଛାଡ଼ିଲେ, ଏ ନବନାଗରୀ ଚଉପାଶେ ବେଢ଼ି ଗଲେ। ନିରାକାର ପରମ ବ୍ରହ୍ମ ଜଗତ ଠାକୁର, କେଉଁ କଥା ଗୋଟା ତାଙ୍କୁ ଅବା ଅଗୋଚର। ତ୍ରିପୁରା ମୁଖକୁ ଚାହିଁ କହନ୍ତି ବଚନ, ଛାର ପାମରି କରିଲୁ ଏଡ଼େ ଅଘଟଣ। ମାନବ ବିଷ୍ଣୁ ପ୍ରେମରେ ପାଗଳ ହୋଇଲୁ, ମହାନିତ୍ୟରେ ରାହାସ ତାଙ୍କୁ ଦେଖାଇଲୁ। ଗୋପିକାଙ୍କ ପରେ ଶ୍ରେଷ୍ଠ ହୋଇବାରୁ ତୁହି, ମାନବ ବିଷ୍ଣୁଙ୍କୁ ପୁଣି ଆଣିଲୁ ଲୁଚାଇ। ଆମ୍ଭେ ସର୍ବ ମାୟା ଧର ଜଗତ ଠାକୁର, ଆମ୍ଭ ମାୟା ଦେବ ଦାନବଙ୍କୁ ଅଗୋଚର। ତୁଚ୍ଛାର ପାମରି ଏଡ଼େ ମନ୍ଦ କୃତ୍ୟ କଲୁ, ମାୟାଧରଙ୍କୁ ମାୟାରେ ପୁଣି ପକାଇଲୁ। ତାର ପ୍ରତିଫଳ ଭୋଗ କର ନାରୀମଣି, ଗୀତ ଛନ୍ଦେ ବୁଦ୍ଧିମନ୍ତ କହିବ ଖାଣି। ତ୍ରିପୁରାକୁ ପରମ ବ୍ରହ୍ମଙ୍କର ଶାପ ପ୍ରଦାନ, ତ୍ରିପୁରାଙ୍କର ମର୍ତ୍ତ୍ୟରେ ଜନ୍ମ। ପରୀକ୍ଷିତ ଉବାଚ, ଗୋପତର ହାସ କଥା ଶ୍ରବଣ କରିଲେ, ପୁନରପି ପରୀକ୍ଷିତ ତାହାଙ୍କୁ ପୁଛିଲେ। ତ୍ରିପୁରା ମାନବ ବିଷ୍ଣୁ ଘେନି ଯାଇଥିଲା, ତାହାର କୁକର୍ମ ଫଳ କିପରି ପାଇଲା। ବୁଝାଇଣ କୁହ ମୋତେ ଜଗତ ବନ୍ଦନ, ତୁମ୍ଭ ମୁଖ ଶୁଣିବ ଏ ମହାପୁରାଣ। ପରୀକ୍ଷିତଙ୍କ ବିନୟ ଦେଖି ଶୁକ ମୁନି, କହନ୍ତି ଶୁଣ ହେ ପରୀକ୍ଷିତ ନରମଣି। ଶ୍ରୀ ଶୁକ ଉବାଚ, ଯେଉଁ କଥା ପରୀକ୍ଷିତ ପୁଛା କଲୁ ମୋତେ, ବୁଝାଇ କହୁଛି ସର୍ବ ତୋହର ଗ୍ରତେ। ମାନବ ବିଷ୍ଣୁଙ୍କୁ ଦେଖ ଜଗତ ବନ୍ଦନ, ତ୍ରିପୁରାର ମୁଖ ଚାହିଁ କହନ୍ତି ବଚନ। ଯେଉଁ ଅକର୍ମ ଗୋଟେ ତ୍ରିପୁରା କରିଲୁ, ପ୍ରତିଫଳ ଭୋଗ କର ଏବେ ଲୋ କହିଲୁ। ଅପବିତ୍ର କରିଲୁ ଏ ମହାନିତ୍ୟ ଧାମ, କହୁଅଛି ଯେଉଁ କଥା ମନ ଦେଇ ଶୁଣ। ମାନବ ବିଷ୍ଣୁଙ୍କୁ ଘେନି ତ୍ରିପୁରା ଲୋ ଯାଅ, ମରତ ମଣ୍ଡଳେ ପୁଣି ଯୋନି ଜନ୍ମ ପାଅ। ନିରାକାରଙ୍କ ମୁଖରୁ ଏସନ ବଚନ, ଶୁଣି କରି ତ୍ରିପୁରାର ସୁଖଇ ଆନନ। ମନେ ମନେ ବିଚାରଇ ମୁହିଁ ଚଣ୍ଡାଳୁଣି, କେଡ଼େ ବଡ଼ ପାପ କର୍ମ କଲି ଏଠି ଆଣି। ବାମ ହସ୍ତ ଶିରେ ଦେଇ ଅତ୍ୟନ୍ତ ଉଚ୍ଚରେ, କ୍ରନ୍ଦନ କଲେ ତ୍ରିପୁରା ବସିଣ ସେଠାରେ। ନିଜକୁ ଧିକାର ବହୁ ମତେ କରାଇଲେ, ଠାକୁରଙ୍କ ପାଦେ ପଡ଼ି ବଚନ ବୋଇଲେ। ସଙ୍ଗ ଦୋଷ ବାଧା ମତେ ଲାଗିବ ମରତେ,
जीवन बंचाइबे मु किपरि मरते महापात कर्जिली आहे पीतबास दयामय दई तारी क्षमा कर दोष त्रिपुरा वाक्य शुणिण जगत ठाकुर श्रीराधा मुख को चाहे बोलती उत्तर बोलती जगत कर्ता श्रीराधा को चाहे अभिशाप देली ताकू मते जीवा पाई तहिंकी किछि कारण कुह महासती तुम्भे जा कहिबो ताहा न पारिबा पोछि श्रीराधा कहती आहे जगत ठाकुर कहुअछि जेउ कथा सत्य सत्य गीर अर्धंश रही थाउ महानित्य पुरे अर्धंशे जात हेउ मोर तो धाम रे आबर कथा ए शुण मन देई मोर सत्य सत्यवती नाम होइथिला तोर त्रेतया जुगे मालती हेब तोर नाम द्वापर त्रिपुरा तुही तुलसी उत्तम कଳି जुगे बृंदावती नाम बोलाइबु ए चारि रूपरे तुही मरते रहिबु आबर कथा ए शुण आग ठाकुराणी जेते गोपी तो अंशरे छंती नियगणी से सकल मर्त्यपुरे होइबे जनम पूजा पाइबे गोपीए मोर तो भुवन।